78तम स्वाधीनता दिवस उपलक्षे गंजाम स्वेच्छासेवी संगठन इको व्यारियर गंजाम परिवार पक्षर स्थानीय भारती विद्यापीठ सभागृहଠାରେ गुरुवार एक स्वेच्छाकृत रक्तदान शिविर अनुष्ठित होता। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସିମ୍ ୟୁନିଟ୍ ହେଡ୍ ଅଜୟ ଗୁପ୍ତା ଏବଂ ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ ସାମିଲ ହୋଇ ଉଦ୍ଘାଟନ କରିଥିଲେ। ରକ୍ତଦାନ ମହତଦାନ, ଜଣେ ଗରିବ ରୋଗୀର ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକତା ରହିଛି ବୋଲି ସେ କହିବା ସହ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏପରି ମହତ୍ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାସିମ୍ ଇଣ୍ଡଷ୍ଟ୍ରି ଏଚ୍ଆର୍ ହେଡ୍ ନିରୋଜ ପଟ୍ଟନାୟକ, ଗ୍ରାସିମ୍ର ଲୋକସମ୍ପର୍କ ସୂଚନା ଅଧିକାରୀ ସୁସ୍ମିତା ବେହେରା, ପରିବେଶବିତ୍ ଶଙ୍କର ନାରାୟଣ ବେଦ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର ଡକ୍ଟର ଓ ସଦସ୍ୟ ଯୋଗଦାନ କରି 116 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ୟୁକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ଚାରା ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତବିନ୍ଦୁଟିଏ ଲୋଡ଼ା ସେହିପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା। ଏହି ରକ୍ତଦାନ ଶିବିରକୁ ୟୁକୋ ୱାରିୟର ପରିବାରର ପ୍ରଣବ ପ୍ରଧାନ, ସମରେଶ ପ୍ରଧାନ, ଆକାଶ ଗୌଡ଼, ଗୌତମ ପଲାଇ, ମାନସ ମହାରଣା, ଗୁରୁନାଥ ରେଡ୍ଡି, କିରଣ ପଲାଇ, ପ୍ରଭାତୀ ବିଶ୍ୱାଳ, ଦୁର୍ଗାମାଧବ ପାଣିଗ୍ରାହୀ, ସୀମାଞ୍ଚଳ ଦାସ, ସନ୍ତୋଷ ତରାଇ, ଅଖିଳ ତରାଇ, ପ୍ରଭାତ ସାହୁ, ଦୁର୍ଯ୍ୟୋଧନ ରେଡ୍ଡି, ଅକ୍ଷୟ ପଲାଇ, କିରତ ରେଡ୍ଡି, ପୂର୍ଣ୍ଣଚନ୍ଦ୍ର ରେଡ୍ଡି, କରୁଣାକର ରେଡ୍ଡି, ଟୁକୁନା ରେଡ୍ଡି, ତ୍ରିପତି ସାହୁ, ବଳରାମ ରେଡ୍ଡି, ସଞ୍ଜୟ ସ୍ୱାଇଁ, ପ୍ରଶାନ୍ତ ସାହୁ, ମନୋରଞ୍ଜନ ଶତପଥୀ, ସନ୍ତୋଷ ରାଉଳ ପ୍ରମୁଖ ପରିଚାଳନା କରିଥିଲେ। ଗଞ୍ଜାମରୁ ସବର ତରାଇଙ୍କ ରିପୋର୍ଟ, IYA ନ୍ୟୁଜ୍।